ଖାତାକୁ ଟଙ୍କା ପଠାଇବେ ମୋହନ। ନୂଆଖାଇ ଅବସରରେ ଚାଷୀଙ୍କୁ ମିଳିବ ସିଏମ୍ କିଷାନ ଯୋଜନା ଟଙ୍କା। ଏଥିପାଇଁ ନୂଆ ସରକାରଙ୍କ ପ୍ରସ୍ତୁତି ଚୂଡ଼ାନ୍ତରେ ପହଞ୍ଚିଛି। ତେବେ କାଳିଆ ଯୋଜନା ଓ ସିଏମ୍ କିଷାନ ଯୋଜନା ହିତାଧିକାରୀ ତାଲିକାରେ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ ଚାଷୀଙ୍କ ପାଇଁ ଖୁସି ଖବର ଆସିଛି। କାଳିଆ ଯୋଜନା ନାଁ ବଦଳି ସିଏମ୍ କିଷାନ ଯୋଜନା ହୋଇଛି। କିନ୍ତୁ କାଳିଆ ଯୋଜନାରେ ଚାଷୀଙ୍କୁ ମିଳୁଥିବା ସହାୟତା ରାଶି ମିଳିବ କି ନାହିଁ ତାହାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଏବେ ଦ୍ୱନ୍ଦ୍ୱ ଲାଗି ରହିଛି। କାଳିଆ ଯୋଜନାରେ ଯେଉଁ ହିତାଧିକାରୀମାନେ ସହାୟତା ପାଉଥିଲେ ସେମାନଙ୍କୁ ସିଏମ୍ କିଷାନ ଯୋଜନା ଟଙ୍କା ମିଳିବ କି ନାହିଁ ସେ ନେଇ ସନ୍ଦେହ ରହିଛି। ହେଲେ ଏସବୁ ଭିତରେ ଚାଷୀଙ୍କ ପାଇଁ ଭଲ ଖବର ଆସିଛି। ସେପ୍ଟେମ୍ବର 8ରେ ପଡ଼ୁଥିବା ନୂଆଖାଇ ପର୍ବ ଅବସରରେ ଚାଷୀଙ୍କୁ ସିଏମ୍ କିଷାନ ଟଙ୍କା ଦେବାକୁ ଯୋଜନା କରିଛନ୍ତି ନୂଆ ସରକାର। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ମଞ୍ଜୁର ପାଇଁ ମୁଖ୍ୟମନ୍ତ୍ରୀ ନିକଟକୁ ଫାଇଲ ମଧ୍ୟ ପଠାଯିବ ବୋଲି ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ଫାଇଲରେ ଦସ୍ତଖତ କରିବା ପରେ ଚାଷୀଙ୍କ ଖାତାକୁ ସିଏମ୍ କିଷାନ ଟଙ୍କା ଆସିବ। ନୂଆଖାଇ ପଶ୍ଚିମବଙ୍ଗ ଓଡ଼ିଶାରେ ଗଣପର୍ବ ହେଉଥିବାରୁ ଏହି ଅବସରରେ ଚାଷୀଙ୍କ ଖାତାକୁ ଟଙ୍କା ପଠାଇବାର ଲକ୍ଷ୍ୟ ରଖିଛନ୍ତି ମୋହନ ସରକାର। ନଜର ପକାଇବା ପରବର୍ତ୍ତୀ ଖବର ଉପରେ ଏବେ ଯାହା ସୂଚନା ମିଳିଛି, ସ୍ୱାଧୀନତା ଦିବସରେ 7 ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ସମ୍ପୃକ୍ତ ଜିଲ୍ଲାପାଳ ଓ ପୌରାଞ୍ଚଳ କର୍ତ୍ତୃପକ୍ଷଙ୍କୁ ସତର୍କ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଝାଡ଼ଖଣ୍ଡ ଓ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଏହି ଘୂର୍ଣ୍ଣିବଳୟ ପ୍ରଭାବ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜରେ ବର୍ଷା ପ୍ରଭାବିତ ରହିବ। ଏସବୁ ଜିଲ୍ଲାରେ 7ରୁ 15 ସେମି ବର୍ଷା ସମ୍ଭାବନା ଥିବାବେଳେ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି 14 ତାରିଖ ପାଇଁ 4 ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼ ଓ ଝାରସୁଗୁଡ଼ା ବର୍ଷା ହେବାର ସମ୍ଭାବନା ରହିଛି। 15 ତାରିଖ ଅର୍ଥାତ୍ ସ୍ୱାଧୀନତା ଦିବସରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, କୋରାପୁଟ, ମାଲକାନଗିରି, ରାୟଗଡ଼, ନବରଙ୍ଗପୁର ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ପରବର୍ତ୍ତୀ ଖବର ଉପରେ ନଜର ପକାଇବା। ସରକାରଙ୍କ ଆଶ୍ୱାସନା, ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା। ବିଭାଗୀୟ ମନ୍ତ୍ରୀଙ୍କ ତତ୍ପର ସତ୍ତ୍ୱେ ରାଜ୍ୟରେ ଜାରି ରହିଛି ଆଳୁ ସଂକଟ। ଉତ୍ତରପ୍ରଦେଶ ଓ ପଞ୍ଜାବରେ ଆଳୁ କାହାଣୀ ଫିକା ପଡ଼ିଲାଣି। ଏବେ ବି ପଶ୍ଚିମବଙ୍ଗରୁ ଆଳୁ ଆମଦାନୀ ସ୍ୱାଭାବିକ ହୋଇନାହିଁ। ପୂର୍ବପରି ଚଢ଼ା ଦରରେ ଆଳୁ ବିକ୍ରି କରାଯାଉଛି। ସରକାର ଦିନ ତଳେ ବ୍ୟବସାୟୀଙ୍କଠାରୁ ଆଣି ଡିଲରଙ୍କ ଜରିଆରେ ବଣ୍ଟନ ପାଇଁ ଦେଇଥିବା 2 ଟ୍ରକ୍ ଆଳୁ ସରିଗଲାଣି। ଏବେ ରାଜ୍ୟବାସୀ ମୋହନ ମମତାଙ୍କ ଆଲୋଚନାର ଫଳକୁ ଅପେକ୍ଷା କରିଛନ୍ତି। ଯଦି ଆଲୋଚନା ସଫଳ ହୋଇଥିବ ତେବେ ଆଜି ପଶ୍ଚିମବଙ୍ଗରୁ ଆଳୁ ଗାଡ଼ି ଆସି ଓଡ଼ିଶାରେ ପହଞ୍ଚିବ। ଯଦି ଆଲୋଚନା ଅସଫଳ ହୋଇଥିବ ତେବେ ଆଳୁ ଗାଡ଼ି ଆସିବ ନାହିଁ। ତେଣୁ ଆଜିର ଆଳୁ ଆଲୋଚନା ଉପରେ ସମସ୍ତଙ୍କ ଦୃଷ୍ଟି ନିବଦ୍ଧ ହୋଇଛି।